ନିର୍ବିକାର ମାନେ ଭଗବାନଙ୍କୁ ସମର୍ପଣ କରିଦେଲେ ପ୍ରଭୁ ତମେ ଆସି ତମେ ଖାଅ। ସେଇଭଳି ସେ କହିଲେ କ'ଣ ଯୋଉ ବିଷ୍ଣୁ ଭକ୍ତ ଯେଉଁମାନେ এই ନିର୍ବିକାର ଭାବନା ରହିବା ଦରକାର, ମନରେ କିନ୍ତୁ କୌଣସି କିନ୍ତୁ ନ ରହିବା ଦରକାର। ମୁଁ ବିଷ୍ଣୁ ଭକ୍ତ ବୋଲି ବା ମୁଁ ଗୋଟେ ଭକ୍ତ ବୋଲି ଗଣତନ୍ତ୍ର ସ୍ଥାନ ପାଇଥିଲି ଗର୍ବ ମନରେ ରହିଲେ କିଛି ପାଇବ ନାହିଁ। ମନରୁ ବିକାର ତ୍ୟାଗ କର, ଅହଙ୍କାର ତ୍ୟାଗ କର, ଶାନ୍ତ ସୁର ଧୀର ବିବେକ ବିଚାର ହୁଅ, ତେବେ ଯାଇକି ଭକ୍ତ ତାରିଖରେ ତୁମ ନାଁ ରହିବ, ନହେଲେ ଚକ୍ଷୁ ମରା ହେଇଯିବ। ସେ କଥାରେ ମୁଁ ଏଠି ମହାପୁରୁଷଙ୍କ କଥା ଟିକେ କହିଦେଲି। ତାପରେ କ'ଣ କହୁଛନ୍ତି ମହାପୁରୁଷ? ମହାପୁରୁଷ ଅଚ୍ୟୁତ କହିଲେ ସତ୍ୟର ପ୍ରଚାର କରିବେ କୋଟି ଜୀବ କୋଟି ଜୀବ সতর গতি কেই ন করিবে লাগাই নগর সত্যর প্রচার করিবে ସତ୍ୟର ପ୍ରଚାର କରିବେ। ସତ୍ୟର ପ୍ରଚାର କ'ଣ? ସତ୍ୟ କିଏ ସେ ତାଙ୍କର ପ୍ରଚାର କରିବେ। ଯିଏ ସତ୍ୟ ସିଏ ହେଲେ ସନାତନ, ସିଏ ହେଲେ ଧର୍ମ। ଯିଏ ସତ୍ୟ ସିଏ ହେଲେ ସନାତନ, ସେ ହେଲେ ଧର୍ମ। ଧର୍ମର ପ୍ରଚାର ଆମ ଭକ୍ତମାନେ କରିବେ। କଳିଯୁଗ ଶେଷ ସମୟରେ ଧର୍ମର ପ୍ରଚାର ପ୍ରସାର କରିବେ ଏବଂ ତାଙ୍କ ପଥରେ କେହି ଗତି କରିବେ ନାହିଁ। କେହି ସେ ମାର୍ଗକୁ ଅନୁସରଣ କରିବେ ନାହିଁ। କାହିଁକିନା ସେମାନେ ମନେ ମନେ ଭାବିବେ ଇଏ ସବୁ ଗୋଟେ ପଣ୍ଡିତ ହେଇଗଲେ, ଗୋଟେ ଭକ୍ତ ହେଇକି ଗୋଟେ ଧର୍ମ ପ୍ରଚାର କରୁଛନ୍ତି। ତାଙ୍କ ମନରେ ଭାବନା ଆସିବ। ମହାପୁରୁଷ ଏଇଟା 600 ବର୍ଷ ପରେ ଲେଖିଥିଲେ ଯେ ସତ୍ୟର ପ୍ରଚାର ଆମ ଭକ୍ତମାନେ କରିବେ, ତାଙ୍କ ପଥରେ କେହି ଗତି କରିବେ ନାହିଁ ବା କେହି ତାଙ୍କ ମାର୍ଗକୁ ଅନୁସରଣ କରିବେ ନାହିଁ। କାହିଁକି ପ୍ରଚାର କରିବେ ନାହିଁ? ଯୋଉ କଳିକାଳ ଯୋଉ ସମୟଟି ଆସୁଛି ଆଗକୁ ବହୁତ ଭୟଙ୍କର ସମୟ ଆସିବ। ଏ ଯୋଉ ମିନଶନି ଯୋଗ ଆଗକୁ ଅଛି, ଏବେ ତ ଯାହା ହଉଛି ହଉଛି, ଆଗକୁ ଭୟଙ୍କର ସମୟ ଆସି ପହଞ୍ଚିବ। କହିଲେ ଏଇ ଯୋଉ କଳିକାଳଟି କଟିଯିବା ପାଇଁ ଭକ୍ତଙ୍କ ମଧ୍ୟରେ ବା ସଂସାରରେ ଧର୍ମ ଭାବନା ସୃଷ୍ଟି କରିବେ ବା ସମସ୍ତଙ୍କ ହୃଦୟରେ ଗୋଟେ ଧର୍ମ ଭାବନା ସୃଷ୍ଟି କରିବେ, ଯାହାଦ୍ୱାରା କି ଲୋକ ଧର୍ମ ମାର୍ଗରେ ଗତି କରିବେ। କ'ଣ ହବ ନା ସେ ପଥରେ କେହି ଗତି କରିବେନି। ଭଲ ଶିକ୍ଷା ଦେଲେ କେହି ଆଜିକାଲି ଗ୍ରହଣ କରିବେନି। ଆଜିକାଲି ଯୋଉ ଗୋଟେ ମେଲୋଡି ହଉଥିବ, ଗୋଟେ ଡ୍ୟାନ୍ସ ହଉଥିବ, ଡ୍ୟାନ୍ସ ପ୍ରୋଗ୍ରାମ ହଉଥିବ, ସେଠି ଲକ୍ଷାଧିକ ଲୋକ ଥିବେ, ଗୋଟେ ଧର୍ମ କଥା ଆଲୋଚନା ହଉଛି, ଗୋଟେ ସତ୍ସଙ୍ଗ ହଉଛି, ସେଠି କେହି ନଥିବେ। ସେଇଟା ଆପଣମାନଙ୍କ ନଜରକୁ ଆସିଥିବ ନିଶ୍ଚିତ। ତେଣୁକରି ସିଏ କହିଲେ ମହାପୁରୁଷ ଆଗରୁ ଲେଖିଥିଲେ ଯେ ମୋ ଭକ୍ତମାନେ ପ୍ରଚାର ପ୍ରସାର କରିବେ, ତାଙ୍କ କଥାକୁ କେହି ମାନିବେ ନାହିଁ କି କେହି ଗ୍ରହଣ କରିବେ ନାହିଁ। କ'ଣ କ'ଣ କରୁଛନ୍ତି? ଭାଗ୍ୟଶାଳୀ ନତା ନଥିବ ଯାହାର, ସିଏ କି ଭକ୍ତେ ଗଣା, ସିଏ କି ଭକ୍ତେ ଗଣା। ସମଜୀବ ନିଷ୍ଫଳ ଫଳିବ, ତାରେ ସେ ଗଣା, ବାକ୍ୟଶାଳୀ ନତା ନଥିବ ଯାହାର, ସିଏ କି ଭକ୍ତେ ଗଣା, କ'ଣ କହିଲେ ମହାପୁରୁଷ? ବାକ୍ୟ ଶାଳୀନତା, କଥାବାର୍ତ୍ତାରେ ଆମର ଶାଳୀନତା ନଥିବ, ଧୀର ସ୍ଥିରତା ନଥିବ, ମାନେ ରାଗିକି ହେ ହା ଯାହା ମନକୁ ଆସିଲା କହିଯାଉଥିବ। କହିଲେ ସିଏ ଏଇଭଳି ଭାବରେ ଯିଏ ଥିବ ନା ଏମିତି ଯିଏ କଥାବାର୍ତ୍ତା କରିଥିବ, ଭକ୍ତ ଶ୍ରେଣୀରେ ନାଁ ଲେଖିଥିବ, କିନ୍ତୁ ସମ ବୃଥା ହବ। କ'ଣ ସମ ବୃଥା ହବ? ସେ ଆଜିକି 30 ବର୍ଷ ହେଲା ଭକ୍ତ ତାଲିକାର ନାଁ ଲେଖେଇଛି, କିନ୍ତୁ ଭକ୍ତ ସହିତ କେମିତି କଥାବାର୍ତ୍ତା କରିବା, ବାହାର ଜନଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା କରିବା, ସେ ଭାବନା ତାଙ୍କ ମନରେ ହେତୁ ସହିତ ଆସିବ ନାହିଁ। ସେଥିପାଇଁ ମହାପୁରୁଷ ଲେଖିଲେ କ'ଣ ନା ବାକ୍ୟ ଶାଳୀନତା ନଥିବ ଯାହାର, ସିଏ କି ଭକ୍ତ ଦେବ ନା ସମ ବୃଥା ଯିବ, ନିଷ୍ଫଳ ଫଳିବ, କିଛି ଫଳ ଫଳିବନି। କାହିଁକି ନା ସେ ହେତୁ ଚେତାର ଗଣା ଥାଏ। ତାର ହେତୁ ଚେତା ଯୋଉ
ଯେଉଁ ହେତୁଚେତା ବା ଚୈତନ୍ୟ ଜାଗ୍ରତ କରିବାକୁ ପ୍ରଭୁ ଆସି ପହଞ୍ଚନ୍ତି ସେ ସେଇଟାକୁ ତାର ମନେ ପକେଇ ପାରେ ନାହିଁ ଯେ କାହାକୁ ମୁଁ କିଭଳି କଥାବାର୍ତ୍ତା କଲେ କାହା ହୃଦୟକୁ କଷ୍ଟ ନ ଦିଏ କାରଣ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ସ୍ୱପ୍ନାକୋଟି ଜୀବ ଭିତରେ ସେ ବ୍ରହ୍ମ ଅଛନ୍ତି। ତେଣୁକରି ଆମେ କାହା ମନରେ କାହିଁ କଷ୍ଟ ଦେବା ଯଦି ଆମେ ଭକ୍ତ ହେଇକି ଉଦ୍ଧାର ପାଇବାକୁ ଆସିଛେ ଚାରି ଯୁଗରେ ଭ୍ରମୁଛେ ଗ୍ରହଣରେ ସ୍ଥାନ ପାଇଛେ ବା ଭକ୍ତ ତାଲିକାରେ ନାଁ ଲେଖେଇଛେ ତାହେଲେ କାହା ମନରେ କାହିଁ ଆମେ କଷ୍ଟ ଦେବା ସେ କଥା କହିଲେ ଯଦି ସେ ଏମିତି କାର୍ଯ୍ୟକ୍ରମ କରିବ ତାହେଲେ ତାର କୌଣସି କିଛି ମୂଲ୍ୟ ମିଳିବ ନାହିଁ ତା ଶ୍ରମ ବୃଥା ପୁଣି କଣ କହୁଛନ୍ତି କଥାଘାତରେ ମୋ ଭକ୍ତ ଆଖିରୁ ବାହାରି হরিহর ଏଡ ବଡ଼ କଥା ମହାପୁରୁଷ କହିଲେ ଯେ କଥା ଆଘାତରେ ଜଣେ ଭକ୍ତକୁ ଜଣେ ବିଷ୍ଣୁ ଭକ୍ତକୁ ଯଦି କଥା ଆଘାତରେ କଥା ଦ୍ୱାରା କି ଆଘାତ ଦେଲା ବା ତାକୁ କଷ୍ଟ ଦେଲା ସେ କହୁଛନ୍ତି ହରିହର ବ୍ରହ୍ମା ହେଲେ ବି ତାକୁ ମୁଁ ଛାଡ଼ିବିନି ନିଶ୍ଚୟ ସେ ତାକୁ ଦଣ୍ଡ ଦେବି କିଏ ମହାପ୍ରଭୁ କହୁଛନ୍ତି। ଯଦି ମୋ ଭକ୍ତକୁ କଥା ଦ୍ୱାରା ହଉ ବା ମାଳ ଦ୍ୱାରା ହଉ ବା ଗାଳି ଦ୍ୱାରା ହଉ ଯଦି ତାକୁ ଆଘାତ ଦେଲା ଯଦି ସେ ମୋ ଭକ୍ତ କାନ୍ଦିଲା ତାହେଲେ ସେ ହରିହର ବ୍ରହ୍ମା ହେଲେ ବି ମୁଁ ତାକୁ ଛାଡ଼ିବିନି କାରଣ ହରିହର ବ୍ରହ୍ମା ବଡ଼ ନୁହନ୍ତି ବ୍ରହ୍ମା ଗୁରୁ ହେଲେ ବଡ଼ ସମସ୍ତଙ୍କ ଉପରେ ଗୁରୁ ହେଲେ ବଡ଼ ସେ ଗୁରୁ କହୁଛନ୍ତି ମୁଁ ନଥିଲେ ମୋ ଭକ୍ତ ନଥିଲେ ମୁଁ ନାହିଁ ମୋ ଭକ୍ତ ଯୋଗୁଁ ଏ ସଂସାରରେ ମୁଁ ମତେ ଚିହ୍ନନ୍ତି ମୋ ଭକ୍ତ କିନ୍ତୁ ବାହାର ଲୋକ କିଏ ଚିହ୍ନି ପାରିବେ ନାହିଁ ସେଥିବେଳେ ଯଦି ମୋ ଭକ୍ତକୁ କିଏ ଦୁଃଖ ଦେଲା ବା କଷ୍ଟ ଦେଲା ବା କଷଣ ଦେଲା ତାହେଲେ ମୁଁ ତାକୁ ଛାଡ଼ିବି ନାହିଁ। କଣ କଣ କହୁଛନ୍ତି ତାଙ୍କ ମନେ ଯେବେ କେହି ହେଲେ କେବେ ରହିଛି ମୋଟାକି জীব জন জীব তাক মনে রহিছি মোটাকি জীব জন যাতনা জীব জন ତାଙ୍କ ମନରେ କେବେ କିଏ ଆଘାତ ଦେଲା କହୁଛନ୍ତି ଯଦି ମୋ ଭକ୍ତଙ୍କ କିଏ ଯଦି ଆଘାତ ଦେଲା ତାକୁ ଫଳ ଦେବା ପାଇଁ ମୁଁ ଟାକି ଗଛରେ ଅନେଇକି ବସିଛି।